ଯେତେବେଳେ ଆପଣଙ୍କର ବାହାଘର ହୁଏ ଆପଣ ନିଶ୍ଚିନ୍ତ ଖୁସି ହେବେ। ଯେହେତୁ ବାହାଘର ଗୋଟେ ମାନେ ଦୁନିଆର ଗୋଟେ ନିୟମ, କହିବାକୁ ଗଲେ ସୃଷ୍ଟିର ଗୋଟେ ନିୟମ। ତେଣୁ ବାହା ହେବା ପାଇଁ ତ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ସେ ଝିଅ ହଉ କିମ୍ବା ପୁଅ ହଉ, ବାହା ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ବାହାଘର ହେଲା ପରେ ଅଟୋମେଟିକ୍ ଆପଣ ଖୁସି ହେବେ, ନାଇଁ ଯେ ବାହାଘର ହେଲା, ମୋତେ ଜଣେ ଜୀବନସାଥୀ ମିଳିଲା। ଆଉ ମୋ ମାନେ ଆଉ ବାକି ଯେତେକ ଜୀବନ ରହିଲା, ମୋ ଆଉ ଆଗକୁ ଯେତିକି ଲାଇଫ୍ ରହିଲା, ମୋ ଲାଇଫ୍ ପାଇଁ ଆଗକୁ ଜଣେ ପାର୍ଟନର ମୋତେ ମିଳିଲା। ସେଥିପାଇଁ ଆପଣମାନେ ବହୁତ ଖୁସି ହେବେ। କିନ୍ତୁ ବାହାଘରର କିଛି ଦିନ ଗଲା ପରେ, ଯଦି ଗୋଟେ ପୁଅର କଥା ମୁଁ କହୁଛି, ବାହାଘରର କିଛି ଦିନ ଗଲା ପରେ ଯଦି ସେ ଝିଅ ଆପଣଙ୍କୁ କୁହେ ଯେ ମୋର ବର୍ତ୍ତମାନ ବାହା ହେବାକୁ ଇଚ୍ଛା ନଥିଲା, ମୋ ଘରର ଲୋକଙ୍କ ପ୍ରେସରରେ ମୁଁ ବାହା ହେଇଛି, ଆଉ ଖାସ୍ କରିକି ତମକୁ ମୋର ବାହା ହେବାକୁ ଇଚ୍ଛା ନଥିଲା, ମୋ ଘର ଲୋକଙ୍କ ପ୍ରେସରରେ ମୁଁ ବାହା ହେଇଛି, ତାହେଲେ ତମକୁ କେମିତି ଲାଗିବ? ଭଲ ଭାବେ ଥରେ ଚିନ୍ତା କରନ୍ତୁ କେମିତି ଲାଗିବ। ମ୍ୟାଟ୍ରିମୋନି ସାଇଟ୍ ଆପଣ ସମସ୍ତେ ଜାଣିଥିବେ। ମ୍ୟାଟ୍ରିମୋନି ସାଇଟ୍ରୁ ଗୋଟେ ଝିଅ ଗୋଟେ ପୁଅ ମାନେ ପ୍ରୋଫାଇଲ୍ ଦେଖିଲେ, ଦୁହେଁ ଦୁହିଁଙ୍କୁ ଜାଣିଲେ, ଚିହ୍ନିଲେ, ତାପରେ ସାକ୍ଷାତକାର ହେଲା, ଚିହ୍ନା ପରିଚୟ ବଢ଼ିଲା, ତାପରେ ସାମ୍ନାସାମ୍ନି ବସିକି କଥା ହେଲେ। କଥା ହେବା ପରେ ବାହାଘର ପର୍ଯ୍ୟନ୍ତ କଥା ଗଲା ପରେ ଅଟୋମେଟିକ୍ ବାହାଘର ଯେହେତୁ, ତେଣୁକରି ଫ୍ୟାମିଲି ଲୋକ ବି ଦେଖିବେ, ଫ୍ୟାମିଲି ଲୋକ ବି ମିଶିବେ, ଫ୍ୟାମିଲି ଲୋକ ବି ମାନେ ସାମ୍ନାସାମ୍ନି ବସିକି କଥା ହେବେ। ସବୁ କିଛି ଠିକ୍ ଠାକ୍ ହେଲା, ବାହାଘର ହେବ ବୋଲି ଫାଇନାଲ୍ ହେଲା। ବାହାଘର ପରେ ସବୁ ଠିକ୍ ଠାକ୍ ଥିଲା। ବାହାଘରର କିଛି ଦିନ ପରେ ପୁଅ ଝିଅ ହନିମୁନକୁ ଯାଇଛନ୍ତି। ହନିମୁନକୁ ଯିବା ପରେ ସବୁ ଠିକ୍ ଠାକ୍ ଚାଲିଥିଲା। ଝିଅ ଦିନେ ହଠାତ୍ କି ପୁଅକୁ କହିଲା ଯେ ବର୍ତ୍ତମାନ ମୋର ବାହା ହେବାକୁ ଇଚ୍ଛା ନଥିଲା, ଆଉ ଆମ ଘର ଲୋକଙ୍କ ପ୍ରେସରରେ ମୁଁ ବାହା ହେଲି, ଆଉ ଖାସ୍ କରି ତମକୁ ମୋର ବାହା ହେବାକୁ ଇଚ୍ଛା ନଥିଲା, ଘର ଲୋକଙ୍କ ପ୍ରେସରରେ ମୁଁ ବାହା ହେଲି। ଆପଣମାନେ ଥରେ ଚିନ୍ତା କରନ୍ତୁ ସେ ପୁଅକୁ କେମିତି ଲାଗିଥିବ। ତାପରେ ସେ ପୁଅ ପଚାରିଲା, କାରଣ କ'ଣ? ତମେ ବର୍ତ୍ତମାନ ବାହା ହେବାକୁ ଇଚ୍ଛା ନଥିଲା କହୁଛ, ତମ ଘର ଲୋକଙ୍କ ପ୍ରେସରରେ ତମେ ବାହା ହେଇଛ କହୁଛ, କାରଣ କ'ଣ? ଝିଅ କହିଲା, କାରଣ ହେଉଛି ମୋ ବାପାଙ୍କ ଦେହ ଖରାପ। ବାପାଙ୍କ ଦେହ ଖରାପ, ଡକ୍ଟର କହିବା ଅନୁଯାୟୀ ବାପାଙ୍କ ଦେହ ଅତି ସିରିୟସ୍। ତେଣୁକରି ସେଇଥି ଯୋଗୁଁ ଆମ ଘର ଲୋକ ମୋତେ ପ୍ରେସର କଲେ ଯେ ବାପାଙ୍କର କେତେବେଳେ କ'ଣ ସୁବିଧା ହେଇଯିବ, ତେଣୁକରି ତୁ ବାହା ହେଇଯା। ସେଥିପାଇଁ ମୁଁ ବାହା ହେଇଗଲି, ନହେଲେ ନାହିଁ ମୁଁ ବାହା ହେବାର ମୋର ଏଇନା ଇଣ୍ଟରେଷ୍ଟ ନଥିଲା କି ମୋ ଇଚ୍ଛା ନଥିଲା ବାହା ହେବା ପାଇଁ। ଯଦି ବାହାଘର ତ ହେଇସାରିଲାଣି, ଆଉ ତ କିଛି କରିହେବନି। ତେଣୁକରି ବାହାଘର ସରିଯାଇଛି ଯେହେତୁ, ତେଣୁକରି ସେ ପୁଅ ତାଠୁ ସେ କଥା ଶୁଣିଲା, ଶୁଣିକି ଚୁପଚାପ ରହିଲା। ସେଠୁ ଆସିଲେ, ହନିମୁନରୁ ଫେରିଲା ପରେ ସବୁ ଠିକ୍ ଠାକ୍ ଚାଲିଥାଏ। ପୁଅ ବି ଚାକିରି କରିଛି, ପୁଅ ତାର ଚାକିରିକି ଯାଏ ହେରି। ଝିଅ କ'ଣ କରେ ନା, ପୁଅ ଚାକିରିକି ଗଲା, ସନ୍ଧ୍ୟାବେଳକୁ ଫେରିବ, ତେଣୁକରି ଝିଅ କ'ଣ କରେ ନା, ଝିଅର ମାଆ ତା କତିକି ଫୋନ୍ କରେ। ସେ ଘଣ୍ଟା ଧରି ତା ମାଆ ସହିତ କଥା ହୁଏ। ଏମିତି ସବୁ ଚାଲିଥାଏ। କିଛି ଦିନ ଗଲା ପରେ ତାଙ୍କ ମନ ମିଶିଲାନି, ଅଟୋମେଟିକ୍ ବିଭିନ୍ନ ପ୍ରକାର କଥାକୁ ନେଇକି ତାଙ୍କ ଭିତରେ କଥା କଟାକଟି ହୁଏ, ଝଗଡ଼ା ହୁଏ। ତେଣୁକରି ସେ ତାଙ୍କ ଭିତରେ ସେ ଫାଇନାଲ୍ କଲେ ଯେ ନାଇଁ ଆମେ ରହିପାରିବାନି, ଆମେ ଡିଭୋର୍ସ ନେବା। କୋର୍ଟରେ ଯେତେବେଳେ ଯାଇକି ଏ କେସ୍ ଚାଲିଲା, କୋର୍ଟରେ ଯିଏ ଥିଲେ, ସେ ପୁଅର ଓକିଲ ଯିଏ ଥିଲେ, ସେ ଝିଅକୁ ଗୋଟେ କ୍ୱେଶ୍ଚିନ୍ ପଚାରିଲେ, ପୁଅ ତ ଯାଏ ଚାକିରିକି, ସେ ସକାଳୁ ଗଲେ ସନ୍ଧ୍ୟାବେଳକୁ ଫେରିବ, ତମ ମାଆ ସହିତ ତମେ ଦିନାଙ୍କ କଥା ହୁଅ, କ'ଣ କଥା ହୁଅ? ଝିଅ ସେଠି ମାନେ କୋର୍ଟରେ ଖୋଲା ଭାବରେ କହିଛି ଜଜ୍ଙ୍କ ଆଗରେ ଯେ ମୋ ମାଆ ମୋତେ ଶିଖାଏ ଯେ ଶାଶୁକୁ କେମିତି କଣ୍ଟ୍ରୋଲ୍ କରିବାକୁ ହୁଏ, ସ୍ୱାମୀକୁ କେମିତି କଣ୍ଟ୍ରୋଲ୍ କରିବାକୁ ହୁଏ, ଶ୍ୱଶୁର ଘର ଲୋକଙ୍କୁ କେମିତି କଣ୍ଟ୍ରୋଲ୍ କରିବାକୁ ହୁଏ, ତ ମୋ ମାଆ ମୋତେ ଏଇସବୁ କଥା କୁହେ। ସେ କୋର୍ଟରେ ଝିଅ ନିଜେ ତା କଥା ସେ ରଖିଛି, ଏଇଟା କୋର୍ଟରେ ହେଇଥିବା କଥା। ତାପରେ ତାଙ୍କ ଭିତରେ ତ ଡିଭୋର୍ସ ହେଲା। ତାପରେ ଯାହା ବି ସେ ଝିଅ ସେ ପୁଅକୁ ଯାହା ବି ଟର୍ଚର କଲା କି ଯାହା ବି କଲା, ସେ ପୁଅ ଲାଷ୍ଟରେ ସେ ସବୁ ମାନେ ଯାହା ବି ତାଙ୍କ ଭିତରେ ଘଟିଲା ସେ ସବୁ କିଛି ସହି ନ ପାରିକି ଲାଷ୍ଟରେ ସେ ପୁଅ ସୁଇସାଇଡ୍ କରିଦେଲା, ଜୀବନ ହାରିଦେଲା ସେ ପୁଅ। ସେ ପୁଅ ଯେତେବେଳେ ସୁଇସାଇଡ୍ କଲା, ତାଙ୍କର ସେତେବେଳକୁ ଗୋଟେ 4 ବର୍ଷର ପିଲା ଥିଲା। ଏଇଟା କାହାଣୀ ନୁହେଁ,
एटा हूँ गोटे सत कथा। आ किछि दिन है सारा भारत रे चर्चार विषय साजी अतुल आ निकिता कथा। निकिता कोर्ट रे मानी जे माँ शाशु को केमती कंट्रोल कर, ससुर को केमती कंट्रोल कर, स्वामी को केमती कंट्रोल कर, ये सब कथा शिकाए। एटा कोर्ट रे हिची कथा। से जहाँ भी हो कोर्ट रे तो भितर बहुत बहुत कथा है जहाँफल कि आपने जानी लास्ट रिजल्ट कौन है। अतुल सुभाष बर्तमान सुइसाइड करके आरपारी रे आउ ये तो समस्त धरा पड़छंती, माँ झी आउ पुओ समस्त धरा पड़छंती। से अतुल सुभाष न्याय पाइबे कि न पाइबे एपर्यंत किसी जना पड़ी, जना तो पड़ो आगू। किंतु मो कहिया कथा कहानी हो कि रियलिटी हो, ये जो केस रु आपन एपर्यंत जहाँ भी मुझे कहली, जहाँ भी आप शुणिले ये केस रु मु गोटे क्वेश्चन आपन करुँची। जदि बापा माँ प्रेसर करी कौन परिस्थिति हो बापा माँ बाहर कर देइछंती, ताले से बाहर को सारा जीवन तुलेबाटा आपनकर ठीक हे ना टिके कथार झगड़ा लगी कथा एत बाट नबाटा ठीक हे। यदि आपण मान लाइफ रे क्या लाइफ रे ये घटी था ताले आपण कौन करते थोड़े भल भाव चिंता करेंगे। आज पूर्व मो चैनल को सब्सक्राइब करदे। यही किसी मोटिवेशनल स्टोरी, यही किसी मोटिवेशनल कथा को लेकिन मो चैनल, यदि आपन को मो चैनल रो प्रत्येक वीडियो भल लगुता है ताले आपण माने मो चैनल को सब्सक्राइब करी मते सपोर्ट करंतु। आ मो वीडियो पसंद लगे लाइक करंतु। जय जगन्नाथ।